ପୂର୍ବତନ ସରପଞ୍ଚ ଓ ଅଙ୍ଗନବାଡ଼ି କର୍ମୀଙ୍କ ନାମରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ବର୍ତ୍ତମାନର ସରପଞ୍ଚ ଓ ପଞ୍ଚାୟତବାସୀ। ପୂର୍ବତନ ସରପଞ୍ଚ କ୍ଷମତାର ଅପବ୍ୟବହାରରେ ଦୁର୍ନୀତି ଓ ଅଙ୍ଗନବାଡ଼ି କର୍ମୀଙ୍କ ଅନିୟମିତତା କାର୍ଯ୍ୟ ହେତୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତରେ। ମାନିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଞ୍ଜୁଳା ଜାନି କାର୍ଯ୍ୟରେ ଥିବାବେଳେ ପଞ୍ଚାୟତରେ ଅନେକ ଦୁର୍ନୀତି କରିଛନ୍ତି। ଆମର ଯୋଉ ଘର ଜମି ଚରବା ଜମି ଚାଷ ସେ ଗଛ ପତ୍ର ଲଗେଇଥିଲୁ ସେଟା ମାରିକିରି ସେ ତାଙ୍କେ ଚାଷ କରୁଛନ୍ତି। ଆମର ଯୋଉ ଅଙ୍ଗନବାଡ଼ି କେନ୍ଦୁଗୁଡ଼ାର ଅଣ୍ଡା ବଣ୍ଡା ଖାଇକିରି ସବୁ ଖାଇ ଦଉଛି, ପିଲାମାନଙ୍କୁ ଦଉନାହିଁ। ମଜୁଳା ଜାନି ପୁରୁଣା ସରପଞ୍ଚ ସେ ହରିଚନ୍ଦ୍ର ଯୋଜନା ପଇସା ସବୁ ଖାଇଦେଲା। ଦାବି ପତ୍ର ଆମର ଧରିଲେ ତାପରେ ଇନକ୍ୱାରି କରିବୁ ନେକ୍ସଟ ଟାଇମ୍ ଆଇଲେ ବୋଲି କହିଲେ। ଅଯୋଗ୍ୟ ବ୍ୟକ୍ତିଙ୍କ ନାମରେ ରାସନ କାର୍ଡ କରିବା ଓ ହରିଶ୍ଚନ୍ଦ୍ର ଯୋଜନାକୁ ହଡପ କରିବା, ଗୋଚର ଜମିକୁ ଚାଷ କରିବା ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ବର୍ତ୍ତମାନର ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଓ ପଞ୍ଚାୟତବାସୀ। ଠିକ୍ ଏହିପରି ମାନିଗାଁ ପଞ୍ଚାୟତ କେନ୍ଦୁଗୁଡ଼ା ଗ୍ରାମର ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ପ୍ରସୂତିମାନଙ୍କୁ ଅଣ୍ଡା ଛତୁଆ ଦେଉନଥିବା, ପୁଣି ନିୟମିତ ଭାବେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ନଯିବା ଓ ମନରେଗା କାର୍ଯ୍ୟରେ ଶ୍ରମିକ ହୋଇ ଟଙ୍କା ହଡପ ହୋଇଥିବା ନେଇ ଅଭିଯୋଗ ହୋଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପଞ୍ଚାୟତବାସୀ। ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରି ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚରକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି। এটা দুইটা অভিযোগ পত্র আসছে ଆଉ ଜିଲ୍ଲାପାଳଙ୍କ ତରଫରୁ ମୁଁ ଗ୍ରହଣ କରିଛି ଏଡିଏମ୍ ନବରଙ୍ଗପୁର। ତାଙ୍କୁ ସାର୍ ଦେଖିବା ପରେ ସାର୍ଙ୍କୁ ଅବଗତ କଲା ପରେ ବିଭାଗୀୟ ଅଧିକାରୀଙ୍କୁ ଏରା ନିର୍ଦ୍ଦେଶ ଦିଆଯିବ। ସେମାନେ ଗୋଟେ ସ୍ଥାନୀୟ ତଦନ୍ତ କରିବେ ଏବଂ ଗୋଟେ ଫ୍ୟାକ୍ଚୁଆଲ ରିପୋର୍ଟ ଦେବେ ଜିଲ୍ଲାପାଳଙ୍କୁ। ରିପୋର୍ଟ ଆସିଲା ପରେ ଜିଲ୍ଲାପାଳ ଯାହା ବିଚାର କରିବେ ତାଙ୍କୁ ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ। ବ୍ୟୁରୋ ରିପୋର୍ଟ, ଖବର ଓଡ଼ିଶା।